ଜୀବନରେ ବଞ୍ଚିବା ପାଇଁ କେବଳ କ'ଣ ଦରକାର? କେବଳ ଗୋଟିଏ ଏମିତି ମଣିଷ ଯିଏକି ଆପଣଙ୍କଠାରୁ ଅଧିକ ଆପଣଙ୍କୁ ବୁଝିପାରୁଥିବ। କଳା ଗୋରା ସୁନ୍ଦର ଅସୁନ୍ଦର ମଣିଷର ପରିଚୟ ହୋଇନଥାଏ। ଦୁନିଆରେ ସୁନ୍ଦର ମଣିଷ ସେ ହିଁ ହୋଇଥାଏ ଯିଏ ରାଗିଯିବା ପରେ ବି କେବଳ ଗୋଟିଏ ଛୋଟିଆ ହସରେ ସବୁକିଛି ଭୁଲି ଯାଇଥାଏ। କଥାକୁ ଶୁଣି ଦୁଃଖ ସୁଖର ହିସାବ ଲଗେଇବା କେବଳ ସେଇମାନେ ଜାଣିପାରନ୍ତି ଯେଉଁମାନେ ହୃଦୟରୁ ଭଲ ପାଆନ୍ତି। କାହାକୁ ବାଧ୍ୟ କର ନାହିଁ କି ସେ ତୁମକୁ ମନେ ପକାଉ। ବାସ୍ କିଛିଦିନ ନୀରବ ହୋଇଯାଅ, ତାପରେ ଦେଖ ତାଙ୍କ ଜୀବନରେ ତୁମ ପାଇଁ ମୂଲ୍ୟ କ'ଣ ଅଛି। ପ୍ରଭାତ ଲଗନେ ଭାବୁଥାଏ ମନେ, ଶ୍ରୀପାଦରେ ମଥା ଲୋଟୁ, ସଂସାର ବନ୍ଧନ ହେଉ ଧୀରେ କ୍ଷଣେ, ମୋହ ଯେତେ ସବୁ ତୁଟୁ। ଯେଉଁଠି ଦୟା ଥାଏ ସେଇଠି କ୍ଷମା, ଯେଉଁଠି ଲୋଭ ଥାଏ ସେଇଠି ପାପ ଥାଏ, ଯେଉଁଠି କ୍ରୋଧ ଥାଏ ସେଇଠି ସର୍ବନାଶ ହିଁ ହୋଇଥାଏ। ତେଣୁ ଦୟା କ୍ଷମାକୁ ଧରି ରଖି ଲୋଭ ଓ କ୍ରୋଧକୁ ପାଖରୁ ଦୂରେଇ ଦେବା ଉଚିତ। ସବୁ ଆଘାତର ପ୍ରତିଶୋଧ ନେବେ ନାହିଁ, କାରଣ ଭଗବାନ ବୋଲି କିଛି ଅଦୃଶ୍ୟ ଶକ୍ତି ଅଛନ୍ତି। ତାଙ୍କ ଉପରେ ଭରସା କରି ଛାଡ଼ି ଦିଅନ୍ତୁ, ସେ ଠିକ୍ ହିସାବ ନେବେ। ସମ୍ପର୍କ ଭାଙ୍ଗିବେ ନାହିଁ, ଏହା ଠିକ୍, କିନ୍ତୁ ଯେଉଁଠି ନିଜର ମୂଲ୍ୟ ନାହିଁ ସେ ସମ୍ପର୍କ ନ ରହିବା ବି ଭଲ। ଜୀବନରେ ବଞ୍ଚିବା ପାଇଁ କେବଳ କ'ଣ ଦରକାର? କେବଳ ଗୋଟିଏ ଏମିତି ମଣିଷ ଯିଏକି ଆପଣଙ୍କଠାରୁ ଅଧିକ ଆପଣଙ୍କୁ ବୁଝିପାରୁଥିବ। କଳା ଗୋରା ସୁନ୍ଦର ଅସୁନ୍ଦର ମଣିଷର ପରିଚୟ ହୋଇନଥାଏ। ଦୁନିଆରେ ସୁନ୍ଦର ମଣିଷ ସେ ହିଁ ହୋଇଥାଏ ଯିଏ ରାଗିଯିବା ପରେ ବି କେବଳ ଗୋଟିଏ ଛୋଟିଆ ହସରେ ସବୁକିଛି ଭୁଲି ଯାଇଥାଏ। କଥାକୁ ଶୁଣି ଦୁଃଖ ସୁଖର ହିସାବ ଲଗେଇବା କେବଳ ସେଇମାନେ ଜାଣିପାରନ୍ତି ଯେଉଁମାନେ ହୃଦୟରୁ ଭଲ ପାଆନ୍ତି। କାହାକୁ ବାଧ୍ୟ କର ନାହିଁ କି ସେ ତୁମକୁ ମନେ ପକାଉ। ବାସ୍ କିଛିଦିନ ନୀରବ ହୋଇଯାଅ, ତାପରେ ଦେଖ ତାଙ୍କ ଜୀବନରେ ତୁମ ପାଇଁ ମୂଲ୍ୟ କ'ଣ ଅଛି। ପ୍ରଭାତ ଲଗନେ ଭାବୁଥାଏ ମନେ, ଶ୍ରୀପାଦରେ ମଥା ଲୋଟୁ, ସଂସାର ବନ୍ଧନ ହେଉ ଧୀରେ କ୍ଷଣେ, ମୋହ ଯେତେ ସବୁ ତୁଟୁ। ଯେଉଁଠି ଦୟା ଥାଏ ସେଇଠି କ୍ଷମା, ଯେଉଁଠି ଲୋଭ ଥାଏ ସେଇଠି ପାପ ଥାଏ, ଯେଉଁଠି କ୍ରୋଧ ଥାଏ ସେଇଠି ସର୍ବନାଶ ହିଁ ହୋଇଥାଏ। ତେଣୁ ଦୟା କ୍ଷମାକୁ ଧରି ରଖି ଲୋଭ ଓ କ୍ରୋଧକୁ ପାଖରୁ ଦୂରେଇ ଦେବା ଉଚିତ। ସବୁ ଆଘାତର ପ୍ରତିଶୋଧ ନେବେ ନାହିଁ, କାରଣ ଭଗବାନ ବୋଲି କିଛି ଅଦୃଶ୍ୟ ଶକ୍ତି ଅଛନ୍ତି। ତାଙ୍କ ଉପରେ ଭରସା କରି ଛାଡ଼ି ଦିଅନ୍ତୁ, ସେ ଠିକ୍ ହିସାବ ନେବେ। ସମ୍ପର୍କ ଭାଙ୍ଗିବେ ନାହିଁ, ଏହା ଠିକ୍, କିନ୍ତୁ ଯେଉଁଠି ନିଜର ମୂଲ୍ୟ ନାହିଁ ସେ ସମ୍ପର୍କ ନ ରହିବା ବି ଭଲ।